ପିଏମ୍ କିଷାନ ଚାଷୀଙ୍କୁ ଗୁଡ୍ ନ୍ୟୁଜ୍। ଏଥର ଖାତାକୁ ଆସିବ 6,000। ବାସ୍ ମାନିବାକୁ ପଡ଼ିବ ଗୋଟିଏ ସର୍ତ୍ତ। ଏଥର 2 ନୁହେଁ, ଖାତାକୁ ଆସିବ 6,000 ଟଙ୍କା। କିନ୍ତୁ ଚାଷୀମାନଙ୍କୁ ଜଲ୍ଦି କରିବାକୁ ପଡ଼ିବ ଏହି କାମ। ସମ୍ପୂର୍ଣ୍ଣ ନ୍ୟୁଜ୍ ଜାଣିବା ପୂର୍ବରୁ ଚ୍ୟାନେଲକୁ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ, ଯାଦ୍ୱାରା ଏପରି ନ୍ୟୁଜ୍ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 16ଟି କିସ୍ତିରେ ସାରା ଦେଶରେ କୃଷକ ଉପକୃତ ହୋଇଛନ୍ତି। ବର୍ତ୍ତମାନ ସରକାର ଖୁବ୍ ଶୀଘ୍ର ପିଏମ୍ କିଷାନର 17ତମ ଟ୍ରାନ୍ସଫର ରିଲିଜ୍ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଫେବୃଆରୀ 28ରେ 16ତମ ଟ୍ରାନ୍ସଫର ରାଶି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିଥିଲା। ଖବର ଅନୁଯାୟୀ ଦେଶରେ କୋଟି କୋଟି କୃଷକ ଏହି 17ତମ କିସ୍ତି ରିଲିଜ୍ କିସ୍ତି ମେ ମାସ ଶେଷ କିମ୍ବା ଜୁନ୍ ମାସ ପ୍ରାରମ୍ଭରେ ପାଇବାର ସମ୍ଭାବନା ଅଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। ଦେଶର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସରକାର କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଦେଶର ଯୋଗ୍ୟ କୃଷକଙ୍କୁ 2,000 ଟଙ୍କା ପ୍ରଦାନ କରିବେ। ଯଦି ଆପଣ ପିଏମ୍ କିଷାନ ଯୋଜନାରେ ହିତାଧିକାରୀ ଅଟନ୍ତି, ପରବର୍ତ୍ତୀ କିସ୍ତି ପାଇବାକୁ ହେଲେ ଆପଣଙ୍କୁ ଇ-KYC ପାଇବାକୁ ପଡ଼ିବ। ତେଣୁ ଯଦି ଆପଣ ଏପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିନାହାନ୍ତି, ବିଳମ୍ବ ନକରି ଆଜି କରନ୍ତୁ। ଯଦି ଆପଣ ଏହା କରନ୍ତି ନାହିଁ, ଆପଣ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 17ତମ କିସ୍ତିର ଲାଭ ଉଠାଇ ପାରିବେ ନାହିଁ। ଏହି ସମୟରେ ଅନେକ କୃଷକ ଏହି ଇ-KYC କରୁ ନାହାନ୍ତି। ଗତ 2 କିସ୍ତିରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଜମା ହୋଇନାହିଁ। ଯଦି ସେମାନେ ଏଥର KYC କରନ୍ତି, 17ତମ କିସ୍ତି ସହିତ 6,000 ଟଙ୍କା ଆପଣଙ୍କ ଆକାଉଣ୍ଟରେ ଜମା ହେବ। ଏହା ବ୍ୟତୀତ ବୈଷୟିକ କାରଣ ହେତୁ ହୋଇପାରେ। ଯଦି କିସ୍ତି ଆସିନାହିଁ, ତେବେ ଆପଣ ନିକଟତମ AO ସହିତ ଯୋଗାଯୋଗ କରି ପାରିବେ ଏବଂ ଏହି ସମସ୍ୟାର ସମାଧାନ ଖୋଜି ପାରିବେ। ସେମାନଙ୍କ କେତେ କିସ୍ତି ବାକି ଅଛି, ସମସ୍ତ କିସ୍ତି ଏକାଥରକେ ରିଲିଜ୍ ହେବ। ଯେଉଁମାନେ ଏହି ଇ-KYC କରିନାହାନ୍ତି, ଏହାକୁ ଏହିପରି କରନ୍ତୁ। ଏଥିପାଇଁ ପ୍ରଥମେ pmkisan.gov.in ଯୋଜନାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ। ଏହାପରେ ଏଠାରେ ଆପଣଙ୍କୁ ଇ-KYC ଅପସନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ତାପରେ ତୁମର 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ପ୍ରବେଶ କରିବାକୁ ପଡ଼ିବ। ତାପରେ ତୁମର ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏକ OTP ପଠାଯିବ। ଏହାକୁ ଏଠାରେ ପ୍ରବେଶ କର। ଏହାପରେ ତୁମକୁ ଦାଖଲ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏହା କରିବା ପରେ ତୁମର ଇ-KYC ସଫଳତାର ସହିତ ସମାପ୍ତ ହେବ। ଯଦି ଆପଣ ଏପର୍ଯ୍ୟନ୍ତ ଇ-KYC ସମାପ୍ତ କରିନାହାନ୍ତି, ଆପଣ ଏହାକୁ ସମାପ୍ତ କରିବାକୁ ଆପଣଙ୍କର ନିକଟସ୍ଥ CSP କେନ୍ଦ୍ରକୁ ଯାଇ ପାରିବେ। ଏଠାରେ ବାୟୋମେଟ୍ରିକ୍ ଆଧାରିତ ଇ-KYC କରାଯାଉଛି। ଆପଣ ମଧ୍ୟ ବ୍ୟାଙ୍କକୁ ଯାଇ ଇ-KYC କରି ପାରିବେ। ଯଦି ତୁମର ଇ-KYC ସମ୍ପୂର୍ଣ୍ଣ ହୋଇଛି, ତେବେ ଆଗାମୀ କିସ୍ତି ଆପଣଙ୍କ ଖାତାକୁ ଆସିବ। ନ୍ୟୁଜ୍ କେମିତି ଲାଗିଲା ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚିନ୍ତ ଲେଖନ୍ତୁ।